ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ପୀଠ କୁସୁପୁର ଗ୍ରାମ ନିକଟରେ ନିର୍ମିତ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ତୋରଣ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାର ପୁନରୁଦ୍ଧାର ପାଇଁ ବିଧାୟକ ଶାରଦା ପ୍ରଧାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳେ ବିଧାୟକ କୁସୁପୁରଠାରେ ପହଞ୍ଚି ପଲ୍ଲୀକବିଙ୍କ ସ୍ମୃତିରେ ନିର୍ମିତ ଏହି ସ୍ମାରକୀକୁ ପରିଦର୍ଶନ କରିଥିଲେ। ବିଧାୟକଙ୍କ ସହିତ ସ୍ଥାନୀୟ ବ୍ଲକ ପ୍ରଶାସନ, ପଞ୍ଚାୟତର ବହୁ ବୁଦ୍ଧିଜୀବୀ, କଳା ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ତୋରଣ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ବର୍ମା 1 ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ। ତେବେ ଦୀର୍ଘ 15 ବର୍ଷ ପୂର୍ବେ ନିର୍ମିତ ଏହି ସ୍ମୃତି ତୋରଣ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆନଯିବାରୁ ତୋରଣରୁ ଗ୍ରାନାଇଟ୍ ଖସି ପଡ଼ିଥିଲା। ଏଥିସହିତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ହୋଇପଡ଼ିବା ଅଭିଯୋଗ ହେଉଥିଲା। ତେବେ ଆସନ୍ତା ଶନିବାର ପଲ୍ଲୀକବିଙ୍କ ତିରୋଧାନ ତିଥି ଥିବାରୁ ବିଧାୟକ ଶ୍ରୀ ପ୍ରଧାନ କବିଙ୍କ ଜନ୍ମମାଟିରେ ପହଞ୍ଚି ଯଶସ୍ୱୀ ସ୍ରଷ୍ଟା କବି ନନ୍ଦକିଶୋରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତି ତୋରଣ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂଜ୍ୟ ପୂଜା ପ୍ରତି ବିଧାୟକଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯିବା ଦେଖିବାକୁ ମିଳିଥିଲା। ସାଲେପୁର ମାହାଙ୍ଗାରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।